ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ପରିବାକୁ କଞ୍ଚା ଖାଇଲେ ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ? ଅପସନ୍ ଏ ଭେଣ୍ଡି, ଅପସନ୍ ବି ଗାଜର, ଅପସନ୍ ସି ବିଟ୍, ଅପସନ୍ ଡି ବାଇଗଣ। ପ୍ରତ୍ୟେକ ପ୍ରଶ୍ନରେ ଆପଣଙ୍କୁ 5 ସେକେଣ୍ଡର ସମୟ ମିଳିବ। ଯଦି ଆପଣ କୌଣସି ଉତ୍ତର ଜାଣିଥିବେ ତେବେ ଆମକୁ କମେଣ୍ଟ ଜଣାନ୍ତୁ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଚାଲନ୍ତୁ ଦେଖି ନେବା ଏହାର ସଠିକ୍ ଉତ୍ତରଟି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗାଜର। ଆଜିର ଦ୍ୱିତୀୟ ପ୍ରଶ୍ନଟି ହେଉଛି ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଯକ୍ଷ୍ମା, ଅପସନ୍ ସି ହାର୍ଟ ରୋଗ, ଅପସନ୍ ଡି କିଡନୀ ରୋଗ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ସି ହାର୍ଟ ରୋଗ। ଆଜିର ତୃତୀୟ ପ୍ରଶ୍ନଟି ହେଉଛି କେଉଁ ପତ୍ର ଚୋବାଇବା ଦ୍ୱାରା ଦାନ୍ତ ବିନ୍ଧା ଠିକ୍ ହୋଇଥାଏ? ଅପସନ୍ ଏ ସଜନା ପତ୍ର, ଅପସନ୍ ବି ନିମ୍ବ ପତ୍ର, ଅପସନ୍ ସି ତୁଳସୀ ପତ୍ର, ଅପସନ୍ ଡି ଅଁଳା ପତ୍ର। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ବି ନିମ୍ବ ପତ୍ର। ଆଜିର ଚତୁର୍ଥ ପ୍ରଶ୍ନଟି ହେଉଛି ଲବଙ୍ଗ ଓ ଗୋଲମରିଚକୁ ମିଶାଇ ଖାଇଲେ ମନୁଷ୍ୟର କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ କିଡନୀ ରୋଗ, ଅପସନ୍ ବି ପାଚନତନ୍ତ୍ର ରୋଗ, ଅପସନ୍ ସି ହାର୍ଟ ରୋଗ, ଅପସନ୍ ଡି କ୍ୟାନ୍ସର। ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ବି ପାଚନତନ୍ତ୍ର। ଆଜିର ପଞ୍ଚମ ପ୍ରଶ୍ନଟି ହେଉଛି ଆଖି ପାଇଁ କେଉଁ ଫଳ ଲାଭଦାୟକ ଅଟେ? ଅପସନ୍ ଏ କମଳା, ଅପସନ୍ ବି ଡାଳିମ୍ବ, ଅପସନ୍ ସି ଆମ୍ବ, ଅପସନ୍ ଡି କଦଳୀ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଚାଲନ୍ତୁ ଦେଖି ନେବା ଏହାର ଉତ୍ତରଟି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କମଳା। ଆଜିର ଷଷ୍ଠ ପ୍ରଶ୍ନଟି ହେଉଛି କ'ଣ ଖାଇବା ଦ୍ୱାରା ମନୁଷ୍ୟ ଶରୀରରେ ୟୁରିକ୍ ଏସିଡ୍ କଣ୍ଟ୍ରୋଲରେ ରହିଥାଏ? ଅପସନ୍ ଏ ଚେରି, ଅପସନ୍ ବି ମହୁ, ଅପସନ୍ ସି ଲବଙ୍ଗ, ଅପସନ୍ ଡି କାଜୁ। ଉତ୍ତରଟି ହେଉଛି ଅପସନ୍ ବି ମହୁ। ଆଜିର ଶେଷ ପ୍ରଶ୍ନଟି ହେଉଛି କେଉଁ ଫଳର ରସ ଲଗାଇଲେ ଭାତୁଡ଼ି 10 ଦିନ ଭିତରେ ସମ୍ପୂର୍ଣ୍ଣ ଭଲ ହୋଇଯିବ? ତେବେ ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଚାଲନ୍ତୁ ଦେଖି ନେବା ଏହାର ଉତ୍ତରଟି। ଏହାର ଉତ୍ତରଟି ହେଉଛି ଲାଉ ରସ।